ଏବେ ମଧ୍ୟ ଓଡ଼ିଶାର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ସେଇଟା 930 କିଲୋମିଟର ଦୂରରେ ଅଛି ଓଡ଼ିଶାର ଇଷ୍ଟ କୋଷ୍ଟ ଠାରୁ ଏବଂ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଧୀରେ ଧୀରେ ମାତ୍ର 6 କିଲୋମିଟର ବେଗରେ ଗତି କରୁଛି। ତେଣୁ ଆମେ ଆଶା କରୁଛୁ ଏବଂ ଆଇଏମଡି ପୂର୍ବ ଅନୁମାନ ଲଗେଇଛି ଯେ ଧୀରେ ଧୀରେ ଏହା ଅବପାତର ରୂପ ଗ୍ରହଣ କରିବ ଏବଂ ତାର ଗତି ମଧ୍ୟ ବଢ଼ିବାଟା ଆରମ୍ଭ କରିବ। ସେ କ୍ରମରେ ଗତକାଲି ଆମେ ଯେଉଁ ପୂର୍ବ ଅନୁମାନ ଆପଣମାନଙ୍କୁ ଦେଇଥିଲୁ ସେଥିରେ କିଛି ପରିବର୍ତ୍ତନ ମଧ୍ୟ ଆସିଛି। ଇଏ ଅବପାତର ଗତି ଏବଂ ଦିଗ ଉପରେ କାଲି 15ଟା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗରେ ଏ ବାବଦରେ ଆମର ଆଲୋଚନା ହୋଇଥିଲା ଏବଂ ସମୀକ୍ଷା ହୋଇଥିଲା। ଆଜି ମଧ୍ୟ 30ଟା ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀମାନଙ୍କ ସାଙ୍ଗରେ ବିପର୍ଯ୍ୟୟ ପରିଚାଳନା ବିଭାଗର ବାର୍ତ୍ତାଳାପ ହୋଇଛି। କ'ଣ କ'ଣ ପ୍ରସ୍ତୁତି ସେମାନେ କରିଛନ୍ତି, କ'ଣ କ'ଣ ସମ୍ଭାବନା ହୋଇପାରେ ଏବଂ ଆଉ କ'ଣ ଆବଶ୍ୟକ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି ସେ ବାବଦରେ ଆମେ 30ଟା ଜିଲ୍ଲାକୁ ପରାମର୍ଶ ଦେଇଥିଲୁ। ସେ ଭିତରେ ଖାଲି ମୁଁ କହିବା ପାଇଁ ଚାହୁଁଛି ଏବେ ମୋଟାମୋଟି ଓଡ଼ିଶାର 18ଗୋଟି ଜିଲ୍ଲା ରେଡ୍ ଜୋନ୍ ଅନ୍ତର୍ଭୁକ୍ତ ଅଛି ଯେଉଁଥିରେ ବ୍ୟାପକ ଭାବରେ ଇଏ ବାତ୍ୟାର ପ୍ରତିଫଳନ ଦେଖିବାକୁ ପଡ଼ିବ। ସେଗୁଡ଼ିକ ହେଲା ଯେ ଯେଉଁଠି ପ୍ରକୃତରେ এটা ଲ୍ୟାଣ୍ଡଫଲ୍ କରିବ କାକେନାରା এটা ମୋଟାମୋଟି ଆପଣଙ୍କର ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଝିରେ ସେଇଟା ମାଲକାନଗିରି ଠାରୁ 200 କିଲୋମିଟର ମୋଟାମୋଟି ଦୂରରେ। ତେଣୁ ଯେଉଁଠି ଲ୍ୟାଣ୍ଡଫଲ୍ କରିବ ଏବଂ ତାର ଗତି ବଢ଼ିବାର ସାଙ୍ଗରେ ସାଙ୍ଗରେ ଆଗକୁ ବଢ଼ିବାଟା ଆରମ୍ଭ କରିବ ସେଥିରେ ମାଲକାନଗିରି ହେଉଛି ପ୍ରଥମ ଜିଲ୍ଲା ଯେଉଁ ଜିଲ୍ଲା ଏଥିରେ ପ୍ରଭାବିତ ହୋଇପାରେ। ମାଲକାନଗିରିର ସାଙ୍ଗରେ କୋରାପୁଟ ଜିଲ୍ଲା ଯେଉଁଟା ଲାଗିକିରି ଅଛି ସେଇଟା ମଧ୍ୟ ପ୍ରଭାବିତ ହେବ। ନବରଙ୍ଗପୁର ଜିଲ୍ଲା ଯେଉଁଟା ଗତକାଲି ଆମର ମାନଚିତ୍ରରେ ନଥିଲା ସେଇଟା ମଧ୍ୟ ବର୍ତ୍ତମାନ ଇଏ ମାନଚିତ୍ର ଭିତରକୁ ପଳେଇ ଆସିଲା କ୍ଷୟକ୍ଷତିର। ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡି, କନ୍ଧମାଳ ଏବଂ କଳାହାଣ୍ଡି ମଧ୍ୟ କାଲି ଆମର ଯେଉଁ ଆକଳନ ଥିଲା ସେଥିରେ ନଥିଲା। ଏବେ କଳାହାଣ୍ଡି ଏବଂ କନ୍ଧମାଳ ମଧ୍ୟ ଇଏ ପ୍ରଭାବର ପରିସର ଭିତରକୁ ପଳେଇ ଆସିଛି। ଇଏ ସମସ୍ତ ଜିଲ୍ଲାର ପ୍ରସ୍ତୁତି ବାବଦରେ ଆମେ ଷ୍ଟକ୍ ଟେକିଂ କରିଥିଲୁ ଏବଂ ବାକି 22ଟା ଜିଲ୍ଲା ସେମାନେ ମଧ୍ୟ ଅନ୍ୟ ଜିଲ୍ଲାର ଯେଉଁ ଷ୍ଟକ୍ ଟେକିଂ ତାଙ୍କର ଷ୍ଟକ୍ ଟେକିଂ ବାବଦରେ ସେମାନେ ମଧ୍ୟ ୟାକୁ ଅଧ୍ୟୟନ କରିଛନ୍ତି। ହୁଏତ ଆହୁରି କିଛି ଜିଲ୍ଲା ବଢ଼ିପାରେ ଏବଂ ଇଏ 8ଟା ଜିଲ୍ଲା ପ୍ରଭାବିତ ହେବାର ଅର୍ଥ ହେଉଛି ଯେ ଖୋର୍ଦ୍ଧା, ପୁରୀ, ନୟାଗଡ଼ଠୁ ଆରମ୍ଭ କରିକିରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏ ଭଳି ଜିଲ୍ଲାମାନଙ୍କୁ ମଧ୍ୟ ତାର କିଛି ନା କିଛି ପ୍ରତିଫଳନ ହେବ। ମୟୂରଭଞ୍ଜ, କେନ୍ଦୁଝର ଯେଉଁଥିରେ ସମ୍ଭାବନା ବହୁତ କମ୍ ପ୍ରତିଫଳନର, କିନ୍ତୁ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ମୂଳତଃ ବାତ୍ୟା ଓଡ଼ିଶାରେ ପହଞ୍ଚିଲା ବେଳକୁ ଏବଂ ପହଞ୍ଚିଲା ପରେ ଗତି ମଧ୍ୟ ପରିବର୍ତ୍ତନ କରିଥାଏ, ଦିଗ ମଧ୍ୟ ପରିବର୍ତ୍ତନ କରିଥାଏ। ତେଣୁ ସେଥିରେ କେହି ରେଡ୍ ଜୋନ୍ରେ ରହନ୍ତୁ, ଅରେଞ୍ଜ ଜୋନ୍ରେ ରହନ୍ତୁ, ୟେଲୋ ଜୋନ୍ରେ ରହନ୍ତୁ, ଓଡ଼ିଶାର ସବୁଠାରୁ ବଡ଼ ମନ୍ତ୍ର ହେଉଛି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯେଉଁ ଜୋନ୍ରେ ବି ରହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହ। କେତେବେଳେ ପହଞ୍ଚିବ ଦିଗ ପରିବର୍ତ୍ତନ କରି ତାର କୌଣସି ଠିକଣା ନାହିଁ। ତେଣୁ ନ ଆସିଲେ ଭଲ, ନ ପହଞ୍ଚିଲେ ଭଲ, କିନ୍ତୁ ପହଞ୍ଚିଲେ ସାମ୍ନା କଲା ବେଳକୁ ପୂର୍ବ ପ୍ରସ୍ତୁତି ଥିଲେ ହିଁ ହୋଇପାରିବ। ତେଣୁ 30ଟା ଜିଲ୍ଲାକୁ ଆମେ ସେ ଦୃଷ୍ଟିରୁ ନିର୍ଦ୍ଦେଶ ଦେଇଛୁ। ନମ୍ବର 1। ନମ୍ବର 2, ଯେଉଁ ଜିଲ୍ଲାରେ ପହଞ୍ଚିବ ସେଇ ଜିଲ୍ଲାର
भूमिका स्वाभाविक भाव में हम जिलापाल नेतृत्व में विभिन्न लाइन डिपार्टमेंट अच्छा लाइन डिपार्टमेंट सामने पीआर डिपार्टमेंट अच्छी एनआरजी डिपार्टमेंट अच्छी स्वास्थ्य विभाग अच्छी रूराल डेवलपमेंट विभाग अच्छी वर्क्स डिपार्टमेंट अच्छी एनआरजी डिपार्टमेंट अच्छी तेणु गुड़िए विभाग रे किंतु आज आम निकटवर्ती जिला मानक निर्देश देचु जे तुमर जिला जदि ए प्रभावित न हुए पड़ोसी जिला जोटा प्रभावित होउची सेतिरे मध्य तुमर मध्य सहायता करिवार आवश्यकता अच्छी एथिरे आज भिसी रे दक्षिणांचल आरडीसी मध्य उपस्थित थिले से मोटामोटी दक्षिणांचल जिला मानकर काम को से कोऑर्डिनेट करिवे विगत दिन जहाँ आमर अनुभव धीरे धीरे व्यापक वर्षा हेले लैंडस्लाइडिंगटा गोटे बड़ समस्या ओडिशा रे आरंभ होईछि तेणु जो जो जगार पहाड़ पर्वत अच्छी एवं जो जो जगार एभलिया पथर पड़ार माटी धसबार संभावना अच्छी तांकु मध्य चिन्हट करी सेतिरे मध्य प्रतिषेधक व्यवस्था करने समस्त जिलापाल को निर्देश दिखाई गजपतिर अनुभव रु आमे एथर प्रत्येक एभलिया भर्नरेबल जगार एथर स्वतंत्र भाव में ओडीआरएफ एवं एनडीआरएफ को नियोजित हो सारे से क्रम में मुझे खाली कहवाई चाहे जे मालकानगिरी रे 3टा ओडीआरएफ टीम अवस्थापित अच्छा गोटे एनडीआरएफ टीम मालकानगिरी अभिमुखे यात्रा कले से पहुँचे 8टी फायर सर्विसेज टीम टोटाल 12टा टीम मालकानगिरी अवस्थापित हो सारे से भाया कोरापुट रे 3टा ओडीआरएफ गोटे एनडीआरएफ 14टा फायर सर्विसेज एवं मोटा टोटाल 18 नवरंगपुर रे 3टा ओडीआरएफ एठी फायर सर्विसेस 10टा टीम अच्छा सबू मिसिक 13टा टीम नवरंगपुर रे अच्छा 15टा टीम रायगड़ा रे अच्छा जो गोटे एनडीआरएफ टीम अंतर्भुक्त गजपति रे 11टा टीम अच्छा जो गोटे एनडीआरएफ टीम अंतर्भुक्त एवं गंजाम रे 27टा टीम अच्छा कंधमाल रे 16टा टीम अच्छा जो गोटे एनडीआरएफ भी आम पठेचु कलाहांडी रे 16टा टीम अच्छा ये तार सहित आहुरी जदि आवश्यकता पड़े से राजस्व एवं विपर्य परिचालना विभाग प्रस्तुत अच्छी पाखपाख जिला मान स्टैंड बाय अच्छा गोटे घंटा 2 घंटा नोटिस रे सेमाने पहुँचिक काम नियोजित हो पारे ये भलिया परिस्थिति रे जो मूल समस्या हुए पावर क्राइसिस हुए तेणु शक्ति विभाग सांगरे एकदम ग्राउंड जीरो रे कौन संभावना अच्छी कौन घटी पारे बाबद आलोचना करूँ बैकअप पावर सप्लाई आम प्रस्तुत अच्छु से क्रम ओडिशार फायर सर्विसेस पाखरे जहाँ भी अल्टरनेटिव पावर रो व्यवस्था अच्छी ताकू डिप्लॉयमेंट आरंभ करानी डाक्तरखाना भाया भर्नरेबल इंस्टीट्यूशन जोटा अच्छी रिलीफ सेंटर है मेडिकल है ये भाया सेंटर जो पावर बैकअप बेसी क्षति करें से अल्टरनेटिव पावर सिस्टम रो व्यवस्था आम करूँ यार सांगरे सांगरे माटी धसड़ापी एवं गछ पड़ापी बहुत समय जो समस्या हुए से जंगल विभाग विभिन्न टीम ये सब भर्नरेबल जिले में आखपाख जिले में पहुँची सारे अत्याधुनिक जंत्रपाति व्यवस्था हो सारी एवं बहुत जगार जो समय बड़ बड़ मेसीनारी इक्विपमेंट्स लगे जमी पोकलैंड फोकलैंड रास्ता सफा करने लगे सेटा सबू जगार आम अवस्थापित कर रखीचु जदि कौन सी जगार माटी कि पत्थर खसड़ा होकरी रास्ता अवरोध है ताकू शीघ्र पुणी पूर्व प्रस्तुति पूर्व अवस्था को आने पूरा वर्क्स डिपार्टमेंट एवं एनएचआई एवं अन्य आनुषंगिक आरडी डिपार्टमेंट एमाने भी सब संपूर्ण भाव में प्रस्तुत अच्छा जो माने सिक जो माने असुस्थ वयस्क लोक वरिष्ठ लोक शिशु एवं मूलतः जो माने एक्सपेक्टेड वुमेन जो माने आगामी 7 दिन भितर जो मानकर प्रसव हबार संभावना अच्छी से तालिका प्रस्तुत हो सारी एवं तांकु आसंता काली ठारू स्थानांतरित करने से बुझासुझा करवाटा आरंभ हो आ वर्षा हो प्रबल वर्षा हो
ଏବଂ ଯଦି ଆବଶ୍ୟକ ପଡ଼ିଲା ତାଙ୍କୁ ସ୍ଥାନାନ୍ତରିତ କରିବାରେ ମଧ୍ୟ ସମସ୍ୟା ହେଇପାରେ। ତେଣୁ ତାକୁ ଦେଖିକରି ଆଗୁଆ ପଦକ୍ଷେପ ସ୍ୱରୂପ ବହୁ ଜାଗାରେ ପିଏସି ସିଏସି ଆବଶ୍ୟକୀୟ ଡାକ୍ତର ଆବଶ୍ୟକ ମେଡ଼ିସିନ ସବୁ ରେଡ଼ି ଅଛି। କାଲିଠାରୁ ଆମେ ଯେଉଁମାନେ ଆଗାମୀ 7 ଦିନ ଭିତରେ ପ୍ରସବ କରିବାର ସମ୍ଭାବନା ଅଛି ମାଆମାନଙ୍କର ତାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରିବାର କାମ ଆରମ୍ଭ କରିବୁ। ଯେଉଁମାନେ ସବୁ ବିଭିନ୍ନ ପାହାଡ଼ାଞ୍ଚଳରେ ରହୁଛନ୍ତି ମୁଖ୍ୟତଃ ପର୍ଯ୍ୟଟନସ୍ଥଳୀମାନଙ୍କୁ ରହୁଛନ୍ତି ସେ ପର୍ଯ୍ୟଟନସ୍ଥଳୀ ଭିତରେ ଆପଣଙ୍କର ମହେନ୍ଦ୍ରଗିରି ଭଳିଆ ଯେଉଁଠି ଉପରେ ମଧ୍ୟ ଆଜି ଲୋକ ରହୁଛନ୍ତି ସାଧୁସନ୍ଥ ରହୁଛନ୍ତି ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ସେମାନଙ୍କୁ ମଧ୍ୟ 2-4-5 ଦିନ ପାଇଁ ଉପରୁ ତଳକୁ ଆଣିବା ପାଇଁ। କାରଣ ଉପରେ ରହିଲେ ଯେତେବେଳେ କେଉଁ ପର୍ବତରୁ ପଥର ଖସିବ ସେଥିରେ ସେଠି ରହୁଥିବା ଲୋକ କ୍ଷତିଗ୍ରସ୍ତ ହେବେ ଆହତ ହେବେ ଏବଂ ମୂଳତଃ ସାଧୁସନ୍ଥମାନେ ଯେଉଁମାନେ ମହେନ୍ଦ୍ରଗିରି ଏବଂ ଏଇଭଳିଆ ଅନ୍ୟ ପର୍ଯ୍ୟଟନ ସ୍ଥଳମାନଙ୍କର ଅଛନ୍ତି ଆଧ୍ୟାତ୍ମିକ ସ୍ଥାନମାନଙ୍କୁ ଅଛନ୍ତି ତାଙ୍କୁ ମଧ୍ୟ ସ୍ଥାନାନ୍ତରିତ କରିବା ପାଇଁ ବୁଝେଇ ସୁଝେଇକରି ଆମେ ପ୍ରଶାସନକୁ ପରାମର୍ଶ ଦେଇଛୁ। ସମୁଦ୍ର ଭିତରୁ ମୋଟାମୋଟି ଯେତେ ମତ୍ସ୍ୟଜୀବୀ ଥିଲେ ଫେରି ଆସିଲେଣି ତଥାପି ମଧ୍ୟ ଆଉ ଥରେ ତାକୁ କ୍ରସ୍ ଚେକ୍ କରିବା ପାଇଁ ଯେଉଁଠି ସବୁ ମତ୍ସ୍ୟଜୀବୀ ମାନେ ଅଛନ୍ତି ସେ ଅଞ୍ଚଳକୁ ଯାଇକରି କ୍ରସ୍ ଚେକ୍ କରିବା ପାଇଁ ପୁଲିସ ମାଧ୍ୟମରେ କ୍ରସ୍ ଚେକ୍ କରିବା ପାଇଁ ଜଣେ କିଏ ରହିଗଲା କି ଗୋଟିଏ ଡଙ୍ଗା ରହିଗଲା କି ଗୋଟିଏ ଟ୍ରଲର ରହିଗଲା କି ତାର ମଧ୍ୟ ଗବେଷଣା ଚାଲିଛି ଅନୁସନ୍ଧାନ ଚାଲିଛି। ଆମେ ଏନ୍ସିଓର କରିବୁ ଯେମିତି ସମୁଦ୍ର ଭିତରେ କେହି 28, 29, 30 27, 28, 29, 30 ଏବଂ ଧରିଦିଅନ୍ତୁ 31 4 ଦିନ 5 ଦିନ କେହି ସମୁଦ୍ର ଭିତରେ ନଥିବେ ତାକୁ ଏନ୍ସିଓର କରିବୁ। ବହୁ ସମୟରେ ପର୍ଯ୍ୟଟକମାନେ ଯେଉଁମାନେ ଅଛନ୍ତି ବହୁ ସମୟରେ ସମୁଦ୍ର ବୁଲିବା ପାଇଁ ପଳେଇ ଯାଆନ୍ତି ଗୋପାଳପୁର ହେଉ କିମ୍ବା ପୁରୀ ହେଉ ଯେତେ ହୋଟେଲ ଅଛି ହୋଟେଲର ଯେଉଁମାନେ ପର୍ଯ୍ୟଟକମାନେ ଅଛନ୍ତି ହୋଟେଲମାନଙ୍କୁ ମଧ୍ୟ ସମ୍ପର୍କ କରିକି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ଯେ କେହି ତାଙ୍କର ପର୍ଯ୍ୟଟକ ହୋଟେଲରେ ଯେଉଁମାନେ ରହୁଛନ୍ତି ଇଏ 4 ଦିନ ହୋଟେଲ ଛାଡ଼ିକରି ବାହାରକୁ ଯିବେ ନାହିଁ। ନିଜ ଜାଗାକୁ ଯଦି ଫେରିବେ କିନ୍ତୁ ହୋଟେଲରୁ ବାହାରକୁ ବାହାରିବେ ନାହିଁ ମୂଳତଃ ସମୁଦ୍ର ତଟକୁ ଆଦୌ ଯାଇପାରିବେ ନାହିଁ। ତ ରାସନର ମଧ୍ୟ ବ୍ୟବସ୍ଥା ହେଇଛି ପଲିଥିନ୍ର ମଧ୍ୟ ବ୍ୟବସ୍ଥା ହେଇଛି ରିଲିଫ୍ ସେଣ୍ଟର ମାନେ ରେଡ଼ି ଅଛି ବ୍ୟାକଅପ୍ ୱାଟର ସପ୍ଲାଏ ରେଡ଼ି ଅଛି ମେଡ଼ିସିନ ରେଡ଼ି ଅଛି ସାପ କାମୁଡ଼ା ଔଷଧ ରେଡ଼ି ହେଇଛି ସବୁ ବ୍ୟବସ୍ଥା ନିଖୁଣ ଭାବରେ କରାହେଇଛି। ତାର ସାଙ୍ଗରେ ଆହୁରି ଗୋଟେ ଯେଉଁଟା ଆପଣମାନେ କାଲି ପରାମର୍ଶ ଦେଉଥିଲେ ସେ ବାବଦରେ ଜିଲ୍ଲା ପ୍ରଶାସନକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆହେଇଛି ଯେ ଏ ଭଳିଆ ଓଡ଼ିଶାକୁ ବିପଦ ଆସିବା ସମୟରେ ଯଦି କେହି ତାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରେ ଯଦି କେହି ଅତ୍ୟାବଶ୍ୟକୀୟ ଜିନିଷପତ୍ରକୁ ହୋର୍ଡିଂ କରିବା ପାଇଁ ଚେଷ୍ଟା କରେ ବ୍ଲାକ୍ ମାର୍କେଟିଂ କରିବା ପାଇଁ ଚେଷ୍ଟା କରେ ତାର ବିରୁଦ୍ଧରେ କଠିନ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଓଡ଼ିଶାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଉ ଓଡ଼ିଶା ସରକାରର ଅନ୍ୟ ସମସ୍ତ ବିଭାଗ ଯେଉଁମାନେ ଏଭଳିଆ ପରିସ୍ଥିତିରେ କାମ କରିଥାନ୍ତି ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି। ଯେଉଁ ପରିସ୍ଥିତି ହେବ ଆମେ ସାମ୍ନା କରିବୁ ଲୋକଙ୍କର ରକ୍ଷା କବଚ ହେଉ ଲୋକଙ୍କର ସମସ୍ତ ସୁବିଧା ସୁଯୋଗ ଲୋକଙ୍କୁ ଯୋଗେଇବୁ ଏବଂ ବାତ୍ୟାକୁ ଏଥର ମଧ୍ୟ ଓଡ଼ିଶାରେ ନିର୍ଣ୍ଣାୟକ ଭାବରେ ପରାସ୍ତ କରିକି ଓଡ଼ିଶାରୁ ବିଦା କରିବୁ।